ଆମେ ପୂର୍ବ ଭିଡ଼ିଓରେ କ୍ୟାନ୍, କୁଡ୍ ଓ କୁଡ୍ ହାଭ୍ ପ୍ଲସ୍ ଭର୍ବର ପାଷ୍ଟ ପାର୍ଟିସିପଲ୍ ଫର୍ମ କିପରି ଟ୍ରାନ୍ସଲେସନରେ ବ୍ୟବହାର କରୁ ଓ କେଉଁ ଅର୍ଥରେ ବ୍ୟବହାର କରୁ ସେ ବିଷୟରେ ପଢ଼ିଥିଲେ। ଆଜି ଆମେ ଅନ୍ୟ ଏକ ମଡାଲ ଭର୍ବ ଉଡ୍ ବିଷୟରେ ପଢ଼ିବା। ଆମେ ଜାଣୁ ୱିଲ୍ର ପାଷ୍ଟ ଟେନ୍ସ ହେଉଛି ଉଡ୍। ୱିଲ୍କୁ ଆମେ ବ୍ୟବହାର କରୁ ଭବିଷ୍ୟତରେ ଆମେ ଯାହା କରିବା ବା ଯେଉଁ କାର୍ଯ୍ୟ କରିବା ତାହାକୁ ବୁଝାଇବାକୁ ୱିଲ୍ର ବ୍ୟବହାର କରିଥାଉ। ସେହିପରି ଅତୀତରେ ଆମେ ଯାହା କରିଥାନ୍ତୁ କିନ୍ତୁ ତାହା କରିପାରି ନଥିଲୁ ତାହା ବୁଝାଇବାକୁ ଉଡ୍ର ବ୍ୟବହାର କରୁ। ଏହାକୁ କେତୋଟି ଉଦାହରଣ ମାଧ୍ୟମରେ ବୁଝିବା। ଏହି ଚାରିଟି ଏକ୍ଜାମ୍ପଲ ମାଧ୍ୟମରେ ଆମେ ୱିଲ୍ ଓ ଉଡ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଜାଣିବା। ଆମେ ଯଦି କହିବା ସେ ଯିବ, ସେ ଭବିଷ୍ୟତରେ ଯିବ, ତାହେଲେ ଆନ୍ସର ହେବ ହି ୱିଲ୍ ଗୋ। କିନ୍ତୁ ଯଦି କହିବା ସେ ଯାଇଥାନ୍ତା କିନ୍ତୁ ଯାଇପାରି ନାହିଁ, ଏହା ଅତୀତର କଥାକୁ ବୁଝାଉଛି। ତେଣୁ ୱିଲ୍ ବଦଳରେ ଏଠାରେ ବସିବ ହି ଉଡ୍ ଗୋ। ସେହିପରି ଆମେ ଯଦି କହିବା ସେ ଖେଳିବ, ତେବେ ଆନ୍ସର ହେବ ହି ୱିଲ୍ ପ୍ଲେ। ଏହି କଥାକୁ ଯଦି ଅତୀତ ପାଷ୍ଟ ଟେନ୍ସରେ ଆମେ କହିବା ତାହେଲେ ବାକ୍ୟଟି ହେବ ସେ ଖେଳିଥାନ୍ତା କିନ୍ତୁ ଖେଳିପାରି ନାହିଁ, ତାହେଲେ ଏଠାରେ ଆନ୍ସର ହେବ ହି ଉଡ୍ ପ୍ଲେ। ଏହି ଚାରିଟି ବାକ୍ୟରୁ ଆମେ ଦେଖିପାରିବା ଭବିଷ୍ୟତରେ ଯେଉଁ କାର୍ଯ୍ୟଟି ହେବ ତାହା ବୁଝାଇବାକୁ ଆମେ ୱିଲ୍ର ବ୍ୟବହାର କରିଥାଉ, କିନ୍ତୁ ଅତୀତରେ ଯେଉଁ କାର୍ଯ୍ୟଟି ହୋଇଥାନ୍ତା ତାହାକୁ ବୁଝାଇବାକୁ ଆମେ ଉଡ୍ର ବ୍ୟବହାର କରିଥାଉ। ତେଣୁ ଆମେ କହିପାରିବା ଉଡ୍ ସେହି କାର୍ଯ୍ୟଗୁଡ଼ିକୁ ବୁଝାଏ ବା ବୁଝାଇବାକୁ ବ୍ୟବହାର ହୁଏ ଯେଉଁ କାର୍ଯ୍ୟଗୁଡ଼ିକ ଅତୀତରେ ହୋଇଥାନ୍ତା କିନ୍ତୁ କୌଣସି କାରଣରୁ ହୋଇପାରି ନଥିଲା। ଅନ୍ୟ ଉପାୟରେ କହିଲେ ଆମେ କହିପାରିବା ଯେଉଁ ଓଡ଼ିଆ ବାକ୍ୟ ଶେଷରେ ଇ ଥାନ୍ତି, ଇ ଥାନ୍ତୁ, ଇ ଥାନ୍ତେ, ଇ ଥାନ୍ତ କିମ୍ବା ଇ ଥାନ୍ତା ଇତ୍ୟାଦି ଉଚ୍ଚାରଣ ହୁଏ, ସେହି ସବୁ ବାକ୍ୟ ଗୁଡ଼ିକୁ ଟ୍ରାନ୍ସଲେଟ୍ କରିବା ପାଇଁ ଆମେ ଉଡ୍ର ବ୍ୟବହାର କରିପାରିବା। ଯେପରି ମୁଁ ଯାଇଥାନ୍ତି, ଆଇ ଉଡ୍ ଗୋ। ଆମ୍ଭେମାନେ ଲେଖିଥାନ୍ତୁ, ୱି ଉଡ୍ ରାଇଟ୍। ଉଡ୍ ପରେ ମେନ୍ ଭର୍ବର ମୂଳ ରୂପ ରହିଥାଏ। ତୁମ୍ଭେମାନେ ପଢ଼ାଇଥାନ୍ତ, ୟୁ ଉଡ୍ ଟିଚ୍। ସେମାନେ କହିଥାନ୍ତେ, ଦେ ଉଡ୍ ସ୍ପିକ୍। ଏପରି ବାକ୍ୟ ଗୁଡ଼ିକୁ ଟ୍ରାନ୍ସଲେଟ୍ କରିବା ପାଇଁ ଆମ ପାଖରେ ଦ୍ୱିତୀୟ ଉପାୟ ମଧ୍ୟ ଥାଏ। ତାହା ହେଉଛି ଉଡ୍ ତାପରେ ହାଭ୍ ଓ ତାପରେ ମେନ୍ ଭର୍ବର ପାଷ୍ଟ ପାର୍ଟିସିପଲ୍ ଫର୍ମ। ଅର୍ଥାତ୍ ମୁଁ ଯାଇଥାନ୍ତି, ଆଇ ଉଡ୍ ଗୋ କହିଲେ ଚଳିବ କିମ୍ବା ଆଇ ଉଡ୍ ହାଭ୍ ଗନ୍ କହିଲେ ମଧ୍ୟ ଚଳିବ। ଆମ୍ଭେମାନେ ଲେଖିଥାନ୍ତୁ, ୱି ଉଡ୍ ରାଇଟ୍ କହିଲେ ଚଳିବ କିମ୍ବା ୱି ଉଡ୍ ହାଭ୍ ରିଟେନ୍ କହିଲେ ଚଳିବ। ଉଡ୍ ହାଭ୍ ବସାଇଲେ ଭର୍ବର ଥାର୍ଡ଼ ଫର୍ମ ବସାଇବା, କେବଳ ଉଡ୍ ବସାଇଲେ ମେନ୍ ଭର୍ବର ମୂଳ ରୂପ ବା ପ୍ରେଜେଣ୍ଟ ଫର୍ମ ବସାଇବା। ସେହିପରି ତୁମେ ପଢ଼ାଇଥାନ୍ତ, ୟୁ ଉଡ୍ ଟିଚ୍ କହିଲେ ଚଳିବ କିମ୍ବା ୟୁ ଉଡ୍ ହାଭ୍ ଟଟ୍ କହିଲେ ଚଳିବ। ଟିଚ୍ର ପାଷ୍ଟ ପାର୍ଟିସିପଲ୍ ଫର୍ମ ହେଉଛି ଟଟ୍। ସେମାନେ କହିଥାନ୍ତେ, ଦେ ଉଡ୍ ସ୍ପିକ୍ କହିଲେ ଚଳିବ କିମ୍ବା ଦେ ଉଡ୍ ହାଭ୍ ସ୍ପୋକନ୍ କହିଲେ ଚଳିବ। ଏଥିରୁ ଆମେ ଜାଣିଲେ ଅତୀତରେ ଯଦି କୌଣସି କାର୍ଯ୍ୟ ହୋଇଥାନ୍ତା କିନ୍ତୁ ହୋଇପାରି ନଥିଲା ତାହାକୁ ଟ୍ରାନ୍ସଲେଟ୍ କରିବାକୁ ଆମେ ଉଡ୍ ବସାଇ ପାରିବା, ଉଡ୍ ପ୍ଲସ୍ ମେନ୍ ଭର୍ବର ମୂଳ ରୂପ ବା ପ୍ରେଜେଣ୍ଟ ଫର୍ମ, କିମ୍ବା ଆମେ ଉଡ୍ ହାଭ୍ ପ୍ଲସ୍ ମେନ୍ ଭର୍ବର ଥାର୍ଡ଼ ଫର୍ମ, ଏହି ଦୁଇ ଉପାୟରେ ଟ୍ରାନ୍ସଲେଟ୍ କରିପାରିବା। ବର୍ତ୍ତମାନ ଆମେ ବହିର ପ୍ୟାସେଜର ଆନ୍ସର କରିବା। ପ୍ରଥମ ବାକ୍ୟଟି ହେଉଛି ପିଲାଟି ଖେଳି ନଥାନ୍ତା। ଦ ଚାଇଲ୍ଡ ଉଡ୍ ନଟ୍ ପ୍ଲେ, କିମ୍ବା ଆମେ କହିପାରିବା ଦ ଚାଇଲ୍ଡ ଉଡ୍ ନଟ୍
have played। इंग्रेज माने जय करी नथांते। द इंग्लिश, इंग्रेज मानक आम कह द इंग्लिश किंबा द ब्रिटिश। द इंग्लिश वुड नॉट कनकोर, कनकोर मान हूँ जयलाभ करवा, किंबा आम कहीपर द इंग्लिश वुड नॉट हाव कनकोर पास्ट पार्टिसिपल फॉर्म हूँ कनकोर्ड। द इंग्लिश वुड नॉट हाव कनकोर्ड। डाक्तर चेष्टा करी नथांते। द डॉक्टर वुड नॉट ट्राई, नहले आम कहीपर द डॉक्टर वुड नॉट हाव ट्रायर थर्ड फॉर्म हूँ ट्राइड। वुड नॉट हाव ट्राइड। नेगेटिव वाक्य करने को केवल वुड पर नॉट बसाई देबा। कविराज औषध देई थांते। द कविराज वुड देई थांते माने वुड गिव मेडिसिन्स, किंबा आम कहीपर द कविराज वुड हाव गिवेन, वुड हाव गिवेन, गिव रो थर्ड फॉर्म हूँ गिवेन। वुड हाव गिवेन मेडिसिन्स, मेडिसिन्स पूर्व आम चाहिए दी बसई पारिबा। रोगीटी मरी नथांता। द पेशेंट वुड नॉट डाई, वुड नॉट डाई, किंबा आम कहीपर द पेशेंट वुड नॉट हाव बसीगला माने भर्बर थर्ड फॉर्म, डायर थर्ड फॉर्म हूँ डाएड। तेणु यहीपरि भाव आम सर्वदा वुड व्यवहार कला बेले, ट्रांसलेशन कला बेले दुई प्रकार आंसर करिपरिबा। तुम बापा तुमको गाली देई नथांते। योर फादर गाली देई नथांते। वुड नॉट स्कोल्ड यू, स्कोल्ड माने जहा, रिब्यूक माने मध्य सेया। योर फादर वुड नॉट स्कोल्ड यू। अन्य उपाय कहले आम कहीपर योर फादर वुड नॉट हाव स्कोल्डेड यू। मु ठीक समय पुरी रे पहुँची थांती। आई वुड रीच, मु पहुँची थांती। आई वुड रीच पुरी, आई वुड रीच पुरी ठीक समय ऑन टाइम। ऑन टाइम माने ठीक समय। किंबा अन्य उपाय कहले आम कहीपर आई वुड हाव रीच्ड, REACHED रीच्ड पुरी ऑन टाइम। वुड रीच कहले चलिबो, किंबा वुड हाव रीच्ड कहले चलिबो। मोर बंधु मते यथा समय साहाय्य करिथांते। मोर बंधु साहाय्य करिथांते। माई फ्रेंड वुड हेल्प मते, मी माई फ्रेंड वुड हेल्प मी यथा समय, इन ड्यू टाइम। यार अन्य उपाय कले ट्रांसलेशन हेबो माई फ्रेंड वुड हाव हेल्प्ड मी, वुड हाव हेल्प्ड मी इन ड्यू टाइम। इन ड्यू टाइम माने हूँ यथा समय। चोरटी पुलिस आगे सबू मानि जाई थांता। चोरटी मानि जाई थांता। द थीफ वुड, THIEF, थीफ
would confess माने मानि जिबा confess सबु everything पुलिस आगरे before the police किंबा अन्य उपाय कहले हम कहबा the thief would have confessed everything before the police would confess कहले चलिबो किंबा would have confessed कहले चलिबो डाक्तर यथा समय रे रोगी को औषध देई थांते the doctor would give medicines to the patient यथा समय रे in due time अन्य उपाय कहले हमें लिखि परिबा the doctor would have given medicines to the patient in due time एथरु आम शिखुचे ई थांते बुझेबा पाई would प्लस भर्बर मूल रूप बसाइले चलिबो किंबा would have प्लस भर्बर थर्ड फॉर्म बसाइले मेन भर्बर थर्ड फॉर्म बसाइले मध्य चलिबो सेमाने बलद गाड़ी रे पुरी जाई थांते सेमाने जाई थांते दे would go to पुरी बलद गाड़ी रे on bullock cart किंबा on the bullock cart अन्य ऊपर लिखिले आम लिखि परिबा they would have gone to Puri on bullock cart किंबा on the bullock cart यही वीडियो रो आम शिखिले जो ओडिया वाक्य शेष ई थांते ई थांतु ई थांती इत्यादि रही थाए ताहा बुझाए अतीत कौन सी कार्य जहाँकि होई पारि नथिला एहाकु बुझेबा पई आमे would रो व्यवहार करिथाउ would प्लस मेन वर्ब रो मूल रूप बसाइले चलिबो किंबा would have प्लस मेन वर्ब रो पास्ट पार्टिसिपल रूप बसाइले मध्य चलिबो If you want to learn complete translation structures and all grammar chapters in Odia, just subscribe to English Grammar Guru Odisha and hit the bell icon to